ଆମ ଓଡ଼ିଶାର ଐତିହାସିକ ସହର ଭବାନୀପାଟଣାରେ ରହିଛି ଏକ ଏପରି ପ୍ରାଚୀନ ମନ୍ଦିର ଯାହା ଲୋକମାନଙ୍କ ମଧ୍ୟରେ ଶ୍ରଦ୍ଧା ଏବଂ ରହସ୍ୟ ଉତ୍ପନ୍ନ କରୁଅଛି। ତାହା ହେଲା ମା ମାଣିକେଶ୍ୱରୀଙ୍କ ମନ୍ଦିର। କ'ଣ ଆପଣ ଜାଣନ୍ତି ଏହି ମନ୍ଦିରର ନାମ ମାଣିକେଶ୍ୱରୀ କ'ଣ ପାଇଁ ରଖାଯାଇଅଛି? ଭବାନୀପାଟଣାରେ ଏପରି କ'ଣ ଘଟିଥିଲା ଯେ ଦେବୀ ମାତାଙ୍କୁ ଏଠାରେ ବାସ କରିବାକୁ ପଡ଼ିଲା? ତେବେ ଆସନ୍ତୁ ଜାଣିବା ମାଙ୍କ ପାଖରେ ତାଙ୍କର ଭକ୍ତମାନେ ଯୁଗ ଯୁଗରୁ କ'ଣ ପାଇଁ ରକ୍ତ ବଳି ଦେଇ ଆସୁଛନ୍ତି। ପ୍ରତିବର୍ଷ ଭବାନୀପାଟଣାରେ ମାଙ୍କ ମନ୍ଦିରରେ ସବୁଠାରୁ ବଡ଼ ପର୍ବ ଛତର ଯାତ୍ରା କାହିଁକି ପାଳନ କରାଯାଏ ଏବଂ ଛତର ଯାତ୍ରାର ସବୁଠାରୁ ବଡ଼ ରହସ୍ୟ ମାଙ୍କ ଛତର ଉପରେ ବସୁଥିବା ପାରପକ୍ଷୀ ବିଷୟରେ। ନମସ୍କାର, ମୁଁ ସୋନାଲି ସ୍ୱାଗତ କରୁଛି ଆପଣଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଦେବଦର୍ଶନ ଓଡ଼ିଆକୁ। ମା ମାଣିକେଶ୍ୱରୀ ପଶ୍ଚିମ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଦେବୀ ଅଟନ୍ତି। ମାଙ୍କ ନାମ ମାଣିକେଶ୍ୱରୀ ପ୍ରକୃତରେ ମାଣିକ୍ୟ ବା ରତ୍ନ ଶବ୍ଦରୁ ଆସିଅଛି। ସେଥିପାଇଁ ମାତା ମାଣିକେଶ୍ୱରୀଙ୍କୁ ରତ୍ନର ଦେବୀ ବୋଲି ମଧ୍ୟ ଭକ୍ତମାନେ ସମ୍ବୋଧିତ କରିଥାନ୍ତି। ଐତିହାସିକ ମତରେ କଳାହାଣ୍ଡିରୁ ବିଭିନ୍ନ ରତ୍ନ ପ୍ରାପ୍ତି ହେଉଥିବାର ତଥ୍ୟ ରହିଅଛି, ଯେପରି ମାଣିକ, ନୀଲମ, ପନ୍ନା, ପୋଖରାଜ ସହିତ ବିଭିନ୍ନ ପ୍ରକାରର ରତ୍ନ। ମାତାଙ୍କ କୋମଳ ନାମ ଅନୁସାରେ ମାତା କୋମଳ ନୁହନ୍ତି। ମାତା ଅତ୍ୟନ୍ତ ଶକ୍ତିଶାଳୀ, ରକ୍ଷକ ଏବଂ ଏପରି ଦେବୀ ଯିଏ ସମ୍ମାନ ଏବଂ ରକ୍ତର ବଳି ମାଗିଥାନ୍ତି, ଯାହାର ପୂର୍ଣ୍ଣ ଭକ୍ତମାନେ ଛତର ଯାତ୍ରାରେ କରିଥାନ୍ତି। କିନ୍ତୁ ତା ପୂର୍ବରୁ ଆସନ୍ତୁ ଜାଣିବା ମା ମାଣିକେଶ୍ୱରୀଙ୍କ ଇତିହାସ। ଆଗରୁ କଳାହାଣ୍ଡିର ନାମ ପରୁଣ୍ଡ ଥିଲା। ସେହି ସମୟରେ ସେଠାକାର ରାଜା ଥିଲେ ନାଗବଂଶର ଷଷ୍ଠତମ ରାଜା। ବିଶ୍ୱାସ ରହିଛି ପରୁଣ୍ଡ ରାଜ୍ୟରେ ଅନେକ ଦୁର୍ଲଭ ମାଣିକ୍ୟ ରତ୍ନ ଭରି ରହିଥିଲା। ରାଜା ତାଙ୍କର ଧର୍ମପତ୍ନୀ ଏବଂ ଏକ ଛୋଟ ପୁତ୍ର ସନ୍ତାନ ସହ ହସ ଖୁସିରେ ରାଜ୍ୟ ଚଳାଉଥିଲେ। କିଛିଦିନ ପରେ ହଠାତ୍ ରାଜାଙ୍କ ମୃତ୍ୟୁ ଘଟିଲା। ଏହାପରେ ରାଣୀ ତାଙ୍କର ପୁତ୍ରଙ୍କୁ ନେଇ ତାଙ୍କର ପିତାଙ୍କ ଘରକୁ ଚାଲି ଯାଇଥିଲେ, ଯାହା ଫୁଲବାଣୀରେ ଥିଲା। କିଛିଦିନ ପରେ ରାଜାଙ୍କ ପୁତ୍ର ରାମଚନ୍ଦ୍ର ଦେବ ବଡ଼ ହେବାକୁ ଲାଗିଲେ। ଏହା ଦେଖି କଳାହାଣ୍ଡିର ଲୋକମାନେ ରାଣୀ ଏବଂ ରାଜକୁମାର ରାମଚନ୍ଦ୍ରଙ୍କୁ ନିଜର ରାଜ୍ୟକୁ ଫେରି ଆସିବାକୁ ଅନୁରୋଧ କରିଥିଲେ। ପ୍ରଜାଙ୍କ କଥାକୁ ରଖି ରାଣୀ ଏବଂ ରାଜକୁମାର କଳାହାଣ୍ଡି ରାଜନିବାସକୁ ଫେରି ଆସିଲେ। ରାମଚନ୍ଦ୍ର ଦେବ ତାଙ୍କର ମାମୁଁ ଘରୁ ଫେରିବା ସମୟରେ ସେଠାରୁ ମା ମାଣିକେଶ୍ୱରୀଙ୍କୁ ତାଙ୍କ ସହ ଆଣି ଆସିଥିଲେ। ମାଙ୍କୁ ଥୁଆମ୍ବଳ ରାମପୁରରେ ସ୍ଥାପନ କରିଥିଲେ। କୁହାଯାଏ ମା ମାଣିକେଶ୍ୱରୀଙ୍କର ପ୍ରଥମ ନିବାସ ଥୁଆମ୍ବଳ ରାମପୁରରେ ଥିଲା। ପରେ ରାମଚନ୍ଦ୍ର ଦେବ ମାଙ୍କୁ ଜୁନାଗଡ଼ରେ ପୁନଃ ସ୍ଥାପନ କରିଥିଲେ। ଏପରି ଅନେକ ଦିନ କଟିବା ପରେ 1800 ଶତାବ୍ଦୀରେ ଜୁନାଗଡ଼ର ରାଜା ଥିଲେ ନାରାୟଣ ଦେବ। ସେହି ସମୟରେ ତାଙ୍କ ରାଜ୍ୟରେ ଭୟଙ୍କର ସଂକ୍ରମଣ ରୋଗ ବ୍ୟାପି ଯାଇଥିଲା। ସେହି ସଂକ୍ରମଣ ଅନେକ ପ୍ରଜାଙ୍କ ସହ ରାଜାଙ୍କର ସାନ ପୁତ୍ରଙ୍କର ଜୀବନ ନେଇଥିଲା। ସେହି ଘଟଣାର ସମାଧାନ ପାଇଁ ରାଜା ମା ମାଣିକେଶ୍ୱରୀଙ୍କ ପାଖରେ ଯାଇ ଗୁହାରି କରିଥିଲେ। ଚମତ୍କାରୀ ଭାବରେ ରାଜ୍ୟରୁ ସଂକ୍ରମଣ କମିବାକୁ ଲାଗିଲା। ରାଜା ନାରାୟଣ ଦେବ 1879 ମସିହାରେ ମାଙ୍କୁ ଜୁନାଗଡ଼ରୁ ଆଣି ଭବାନୀପାଟଣାରେ ସ୍ଥାପନ କରିଥିଲେ। 1852 ମସିହାରେ ରାଜା ମାଙ୍କ ପାଇଁ ଏକ ଭବ୍ୟ ମନ୍ଦିରର ନିର୍ମାଣ କରିଥିଲେ। ଆପଣ ଏହା ଜାଣି ଚକିତ ହେବେ କି ମା ମାଣିକେଶ୍ୱରୀଙ୍କ ମନ୍ଦିରରେ ମାଙ୍କର କୌଣସି ପ୍ରତିମା ନାହିଁ। ମା କେବଳ ଏକ ଖମ୍ବ ରୂପରେ ପୂଜା ପାଉଛନ୍ତି। ମା ବିନା ମସ୍ତକ ଧାରିଣୀ ହୋଇଥିବାରୁ ପ୍ରତିବର୍ଷ ମାଙ୍କ ସ୍ତମ୍ଭ ଉପରେ ନୂତନ ମସ୍ତକ ରଖାଯାଏ। ସେଥିପାଇଁ ମାଙ୍କୁ ଭକ୍ତମାନେ ଛିନ୍ନମସ୍ତିକା ବୋଲି ମଧ୍ୟ ଡାକିଥାନ୍ତି। ମାଙ୍କ ପୂଜା ପଦ୍ଧତି ମଧ୍ୟ ଅତି ନିଆରା। ଏଠାରେ ମାଙ୍କ ପୂଜାବିଧି ଗୁପ୍ତ ରୂପରେ କରାଯାଇଥାଏ। ଏବେ ଆସନ୍ତୁ ଜାଣିବା ମାଙ୍କ ପ୍ରସିଦ୍ଧ ଛତର ଯାତ୍ରା ବିଷୟରେ। ପ୍ରତିବର୍ଷ ନବରାତ୍ରି ସମୟରେ ଭବାନୀପାଟଣା ସହରର ରାସ୍ତା ଭକ୍ତି, ଉର୍ଜା ଏବଂ ଆସ୍ଥାରେ ଭରି ଯାଇଥାଏ। ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା କୌଣସି ସାଧାରଣ ଯାତ୍ରା ନୁହେଁ। ଏହି ଯାତ୍ରାରେ ଶହ ଶହ ଲୋକ ମାଙ୍କ ପାଖରେ ହେଉଥିବା ପରମ୍ପରାକୁ ଦେଖିବା ପାଇଁ ଠୁଳ ହୋଇଥାନ୍ତି। ମହାସପ୍ତମୀ ଏବଂ ମହାଅଷ୍ଟମୀ ଦିନ ମା ମାଣିକେଶ୍ୱରୀ ମଧ୍ୟରାତ୍ରିରେ ତାଙ୍କର ମନ୍ଦିରରୁ ବାହାରି ଜେନାଖାଲ ପହଞ୍ଚିଥାନ୍ତି, ଯାହା ମନ୍ଦିରଠାରୁ 3 କିଲୋମିଟର ଦୂରରେ ଅବସ୍ଥିତ। ସେଠାରେ ମାଙ୍କର ପୂଜାବିଧି ସରିବା ପରେ ମାଙ୍କ ଛତର ଯାତ୍ରାର ଆରମ୍ଭ ହୋଇଥାଏ। ଯାତ୍ରାରେ କଳା କପଡ଼ାରେ ଘୋଡ଼ା ଯାଇଥିବା ବାଉଁଶରେ ମା ମାଣିକେଶ୍ୱରୀ ଚାଲିଥାନ୍ତି।
ଉପରେ ରୂପାର ଥାଳିର 10 ମହାବିଦ୍ୟା ଯନ୍ତ୍ରର ସ୍ଥାପନ କରାଯାଇଥାଏ। ଏହି ସବୁ ଜିନିଷ ଏକ ଲାଲ ଚୁନରିରେ ଘୋଡ଼ା ହୋଇ ରଖାଯାଇଥାଏ। ଯାତ୍ରାର ସବୁଠାରୁ ଅଦ୍ଭୁତ ଘଟଣା ଏହା ଯେ ଯାତ୍ରାରେ ପାରାଙ୍କ ଉପସ୍ଥିତି। ପ୍ରତିବର୍ଷ ମାଙ୍କ ଭବ୍ୟ ଯାତ୍ରାରେ ମା ମାଣିକେଶ୍ୱରୀଙ୍କ ଛତ୍ର ଉପରେ ବସିଥାନ୍ତି ଅନେକ ପାରା। ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ କାହାକୁ ଜଣାପଡ଼ିନାହିଁ। ପାରାମାନେ କେଉଁଠୁ ଆସି ଏତେ ଗହଳି ଯାତ୍ରାରେ ମାଙ୍କ ଛତ୍ର ଉପରେ ବସି ପଡ଼ନ୍ତି। ଏହି ଦୃଶ୍ୟ ପ୍ରତିବର୍ଷ ଦେଖାଯାଇଥାଏ। ଏହାକୁ ଲୋକମାନେ ଅଲୌକିକ ଘଟଣା କହି ମାଙ୍କ ଉପସ୍ଥିତିକୁ ଦର୍ଶାଇଥାନ୍ତି। ଅନେକ ଭକ୍ତଙ୍କ କହିବା ଅନୁଯାୟୀ ପାରା ମା ମାଣିକେଶ୍ୱରୀଙ୍କ ଦୂତ ରୂପରେ ଯାତ୍ରାରେ ସମ୍ମିଳିତ ହୋଇଥାନ୍ତି। ଏହା ମଧ୍ୟ ବିଶ୍ୱାସ କରାଯାଏ କି ମା ପାରା ରୂପରେ ଆସି ତାଙ୍କର ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ଏବଂ ଆଶୀର୍ବାଦ କରିଥାନ୍ତି। ଏହି ଛତ୍ର ଯାତ୍ରା ସମୟରେ ମାଙ୍କୁ ପଶୁ ବଳି ଦିଆଯାଇଥାଏ। ପଶୁ ବଳି ପ୍ରଥା ଅନେକ ଭକ୍ତଙ୍କୁ ନିରାଶ କରୁଥିଲେ ମଧ୍ୟ ଏହି ପ୍ରଥା ଆଜି ମଧ୍ୟ ଏଠାରେ ଚାଲୁଅଛି। ଛତ୍ର ଯାତ୍ରା ସମୟରେ ଏଠାରେ ଘୁମୁରା ନୃତ୍ୟ କରାଯାଇଥାଏ। ମନ୍ଦିର ଏବଂ ତାର ସମସ୍ତ ରୀତିନୀତି ଆଜି ମଧ୍ୟ ରାଜ ପରିବାରଙ୍କ ଦ୍ୱାରା ଆରମ୍ଭ କରାଯାଇଥାଏ। ଭବ୍ୟତାର ସହ ଆରମ୍ଭ ହୋଇଥିବା ଏହି ଛତ୍ର ଯାତ୍ରା ଏବେ ଏକ ବିଶାଳ ସାର୍ବଜନିକ ଯାତ୍ରାର ସ୍ଥାନ ପ୍ରାପ୍ତି କରିଅଛି, ଯେଉଁ ଯାତ୍ରାକୁ ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏଠାରେ ଯୋଗ ଦେଇଥାନ୍ତି। ଦର୍ଶକ ବନ୍ଧୁ, ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍ କରି ଆମ ୟୁଟ୍ୟୁବ୍ ଚ୍ୟାନେଲ ଦେବଦର୍ଶନ ଓଡ଼ିଆକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଧନ୍ୟବାଦ।